ମୁଁ ପ୍ରଥମେ ଆମର 2024 ମସିହା ନୂତନ ବର୍ଷର ପରିପ୍ରେକ୍ଷୀରେ ଅନୁଗୁଳ ଜନସାଧାରଣ ତଥା ଅନୁଗୁଳବାସୀ ଏବଂ ଅନୁଗୁଳ ମ୍ୟୁନିସିପାଲିଟିର ସମସ୍ତ ଭାଇ ଭଉଣୀ ଗୁରୁଜନ ବୃନ୍ଦ ମା ମାଉସୀ ସମସ୍ତଙ୍କୁ ମୁଁ ନୂତନ ବର୍ଷର ହାର୍ଦ୍ଦିକ ଅଭିନନ୍ଦନ ଜ୍ଞାପନ କରୁଛି। ମା ବୁଢ଼ୀ ଠାକୁରାଣୀ ପାଖରେ ପ୍ରାର୍ଥନା କରେ କି ସମସ୍ତଙ୍କର ଦୀର୍ଘଜୟୁ ହଉ ଏବଂ ସମସ୍ତଙ୍କର ଜୀବନ ସୁଖମୟ ହଉ। আজি ଆମର 2024 ମସିହା ନୂତନ ବର୍ଷରେ ଆମେ ପଦାର୍ପଣ କରିବା ପାଇଁ ଯାଉଛେ। 2024 ମସିହାରେ ମୋର ଯୋଉ ଚିନ୍ତାଧାରା ଅଛି ଏବଂ ଲୋକମାନଙ୍କ ପ୍ରତି ମୋର ଅନୁରୋଧ ଯେ ଅନୁଗୁଳ ସହରକୁ ଏକ ସୁନ୍ଦର ସରସ ସହର କରିବା ଗଠନମୂଳକ ଭାବରେ କାର୍ଯ୍ୟକ୍ରମ କରିବା ପାଇଁ ଉଦ୍ଦେଶ୍ୟ। ବିଶେଷ କରି ଅନୁଗୁଳ ଏକ ପଲ୍ୟୁସନ ଅଞ୍ଚଳ, ଶିଳ୍ପବହୁଳ ଅଞ୍ଚଳ, ଶିଳ୍ପନଗରୀ ହିସାବରେ ଅନୁଗୁଳ ଜିଲ୍ଲାକୁ ସାରା ଭାରତ ବର୍ଷରେ ଗଣିତ ହେଉଛି ଏବଂ ସବୁଠାରୁ ଅଧିକା ପଲ୍ୟୁଟେଡ୍ ଏରିଆ ହେଲା ଆମର ଅନୁଗୁଳ ସହର। ତେଣୁ এই ସହରକୁ ବଞ୍ଚାଇବା ପାଇଁ ହେଲେ ଆମେ କିଭଳି ଭାବରେ ପଲ୍ୟୁସନ ମୁକ୍ତ ହେବା ଏବଂ ଆମର ଯୋଉ ଭବିଷ୍ୟତ ମାନେ ଆସିବେ ସେମାନେ କିଭଳି ଭାବରେ ପଲ୍ୟୁସନରୁ ଉଦ୍ଧାର ପାଇବେ ସେଥିପାଇଁ ଚିନ୍ତା କରିବା ଆବଶ୍ୟକ ଏବଂ ସମସ୍ତଙ୍କୁ ମା ମାଉସୀ ଗୁରୁଜନ ମାନଙ୍କୁ ମୋର ନଗରପାଳ ହିସାବରେ ଅନୁରୋଧ କରୁକି ଯେ ସମସ୍ତେ ଅଳିଆ ଏଣେ ତେଣେ ନ ପକେଇ ସମସ୍ତେ ଆମର ଯୋଉ ଠେଲା ଗାଡ଼ି ଯାଉଛି, ଆମର ଯୋଉ ଗାଡ଼ି ସକାଳୁ ବୁଲୁଛି, ସମସ୍ତେ ଗାଡ଼ିରେ ଦେବା ପାଇଁ ନିବେଦନ ଏବଂ ସମସ୍ତଙ୍କର ସହଯୋଗ କାମନା କରି ମୁଁ ଆପଣମାନଙ୍କର ଦୀର୍ଘାୟୁ କାମନା କରୁଛି। ଜୟ ଜଗନ୍ନାଥ, ବନ୍ଦେ ଉତ୍କଳ ଜନନୀ।